ଜୟ ଜଗନ୍ନାଥ ସାଙ୍ଗମାନେ ନର୍ସରୀରୁ ଆଣିଥିବା 2 ଟଙ୍କିଆ ଛୋଟ ଛୋଟ ଚାରା ଗୁଡ଼ାକ ଲଗେଇକି ତାର ପୋଟ୍ ଗୁଡ଼ାକ ମୁଁ ରଖିଥିଲି। ଆଉ ସେଇ ପୋଟ୍‌ରେ ଏବେ ଚାରା ଗୁଡ଼ାକ ନିଜେ ବନଉଛି। ମାନେ ନର୍ସରୀରୁ କିଛିଟା ଦେଖିକି ଶିଖିକି ଆମକୁ କିଛି ଉନ୍ନତ କରିବାକୁ ପଡ଼ିବ। ଖାଲି ଦେଖିଦେଲେ ହବନି, ତା ଦେହରୁ କିଛି ଶିଖିବାକୁ ବି ପଡ଼ିବ। ନର୍ସରୀରେ ସବୁବେଳେ ମୁଁ ଯେତେବେଳେ ଯାଏ ନା କିଛି ଟିପ୍ସ ଆଣିଥାଏ ଆଉ ବହୁତ ସୁନ୍ଦର ସୁନ୍ଦର ସେ ଟିପ୍ସ ଗୁଡ଼ାକ ଦେଇଥାନ୍ତି ବି ମଧ୍ୟ, ଯୋଉଗୁଡ଼ାକ ଆମ ଗାର୍ଡେନିଂ ପାଇଁ ବହୁତ ହି ୟୁଜଫୁଲ୍ ହେଇଥାଏ। ଆଉ ସେଇ ସବୁ ଟିପ୍ସ ଗୁଡ଼ାକ ମୁଁ ଏକୁଟିଆ କାହିଁକି ଉପକୃତ ହେବି ସେଥିପାଇଁ ଆପଣମାନଙ୍କ ସହିତ ସେୟାର କରେ। ଯେମିତିକି ଆପଣମାନେ ବି ସେଇ ସବୁ ଗଛର କିଛି କେୟାରିଂ ନେଇକି କିଛି ଉପକୃତ ହେଇପାରିବେ। ଆପଣଙ୍କ ଗଛର ବି ଭଲସେ ଦେଖଭାଲ କରିପାରିବେ। ତ ଆଜି ସେମିତି ମୁଁ କିଛି ଛୋଟ ଛୋଟ ଚାରା ସବୁ ବନେଇଥିଲି ଘରେ ନିଜେ। ଖାଲି ଏତିକି ନୁହଁ, ବହୁତ ସାରା ଏମିତିକା ସବୁ ଛୋଟ ଛୋଟ ଚାରା ମାନେ ଜିନିଆର ଚାରା ବନେଇଛି। ତା ସାଥିରେ ଏମିତି କିଛି ଲିଲିର ଯୋଉ ଛୋଟ ଛୋଟ ଗ୍ଲୋବ୍ ବାହାରେ ନା, ତାକୁ ବି ମଧ୍ୟ ଛୋଟ ଛୋଟ ପଟରେ ପୁରେଇକି ଚାରା ପ୍ରସ୍ତୁତ କରୁଛି। ଏସବୁ ବିକିବା ପାଇଁ ନୁହଁ, ନିଜେ ଲଗେଇବା ପାଇଁ। କିନ୍ତୁ ଏସବୁ ଚାରା ବନେଇଲେ ନା ଭାରି ଭଲ ଲାଗେ। କାହିଁକି ନା ନର୍ସରୀରୁ କିଛି ଶିଖିକି ତାକୁ ପୁଣି କାମରେ ଲଗେଇବା, ସେଇଟା ଗୋଟେ ବହୁତ ଖୁସି ଲାଗେ। ଯାହା ହଉ ଆମେ ବି କିଛି ଚାରା ବନେଇ ପାରିବା, ଆମେ ବି କିଛି ଅସମ୍ଭବ କାମକୁ ସମ୍ଭବ କରିପାରିବା। ସେଇଟା କ'ଣ ଛୋଟ କଥା କି? ସେଥିପାଇଁ ମୋତେ ବହୁତ ଭଲ ଲାଗେ। ତ ଏମିତିକା କିଛିଟା ମୋର ମାଲବା ଗଛର କିଛି ଡାଳ କାଟିକି ଚାରା ପୋତିଥିଲି, ସେଗୁଡ଼ା ବି ଲାଗିଯାଇଛି। ତା ସାଥିରେ ଭର୍ବନା ଗଛର ଡାଳ କାଟିକି ଚାରା ପୋତିଥିଲି, ସିଏ ବି ମଧ୍ୟ ବଢ଼ିଆ ସେ ଚାରା ହେଇଯାଇଛି। ଛୋଟ ପଟରେ କିନ୍ତୁ ପାଣି ଦେବାକୁ ଟିକେ ସମୟ ଭିତରେ ଦରକାର ହୁଏ, ନହେଲେ